जय जगन्नाथ। हरिहर सेवाश्रम श्रीमद् भगवत गीता को आपण समस्त को अनेक अनेक स्वागत। श्रीमद् भगवत गीता तृतीय अध्याय कर्मयोग श्लोक नंबर 4। न कर्मणामनारंभा नैष्कर्म्यं पुरुषोऽश्नुते न च संन्यासनादेव सिद्धिं समधिगच्छति। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, କୌଣସି ବି ମନୁଷ୍ୟ କର୍ମାରମ୍ଭ ନ କଲେ ନିଷ୍କର୍ମତା ଅନୁଭବ କରେ ନାହିଁ ଏବଂ କେବଳ କର୍ମ ତ୍ୟାଗ କରିଦେଲେ ସିଦ୍ଧି ପ୍ରାପ୍ତ ହୁଏ ନାହିଁ। ଆଚ୍ଛା, ଏଇଟା ସତ କଥା କି ନାହିଁ କହିଲେ? କୌଣସି ବି ମନୁଷ୍ୟ କେତେବେଳେ ବି କିଛି ବି କର୍ମ ନ କରିକି କ'ଣ ରହିପାରିବ? ଯଦି ସେ ଖାଲିରେ ବସିଥିବ ତେବେ ସେ କିଛି ଚିନ୍ତା କରୁଥିବ। ଯଦି ଚିନ୍ତା କରୁ କରୁ ନିଦ ଆସିଗଲା ତାହେଲେ ସେ ଶୋଇଯିବ। ଯଦି କିଛି ଚିନ୍ତା ବି କରୁନି ବସିଛି ତେବେ ସେ ବହି ପଢ଼ିବାକୁ, ମୋବାଇଲ ଦେଖିବାକୁ, କିଛି ଖାଇବାକୁ ପସନ୍ଦ କରିବ। ଅର୍ଥାତ୍ କୌଣସି ବି ମନୁଷ୍ୟ କେତେବେଳେ ବି କିଛି ବି ନ କରିକି ରହିପାରିବନି। କିଛି ନହେଲେ ମୁଣ୍ଡକୁ ବିଭିନ୍ନ ପ୍ରକାରର ଚିନ୍ତା ଆସିବ, ସେ ଚିନ୍ତା କରିବାରେ ଲାଗି ପଡ଼ିବ। କାରଣ ଏହା ହେଉଛି ମନୁଷ୍ୟର ପ୍ରକୃତି। ଯେଉଁ ପ୍ରକୃତିର ତତ୍ତ୍ୱରେ ଆମେ ଗଢ଼ା, ସେଇ ପ୍ରକୃତି ହିଁ ଆମକୁ କେବେ ବି କର୍ମ ନ କରିକି ରଖେଇ ଦିଏ ନାହିଁ। ଆମେ ସବୁବେଳେ କର୍ମରେ କିଛି ନା କିଛି କର୍ମରେ ଲାଗି ରହିଥିବା। ତେଣୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏଠାରେ କହିଛନ୍ତି, ଯଦି ତୁମେ କେତେବେଳେ ବି ଭାବୁଛ ଯେ ସାଂଖ୍ୟ ଯୋଗ ଯେଉଁଥିରେ କି ସମବୁଦ୍ଧିର କଥା ଲେଖା ଅଛି ତା ଜାଣିବା ପରେ ତୁମେ କହୁଛ ଯେ ମୁଁ କର୍ମ ହିଁ କରିବିନି, ତା ଉଚିତ ନୁହେଁ। କାରଣ ଯଦି ଆମେ ସବୁ ପ୍ରକାରର କର୍ମ ତ୍ୟାଗ ବି କରିଦେବା ତେବେ କିଛି ପାଇବାନି। କାରଣ ଆମେ କିଛି ନା କିଛି କର୍ମ ତ କରୁଥିବା ହିଁ। ଯେପର୍ଯ୍ୟନ୍ତ ବଞ୍ଚିଛେ ଆମ ଦ୍ୱାରା କିଛି ନା କିଛି କର୍ମ ହେଉଥିବ। କିନ୍ତୁ କର୍ମ ନ କରିକି କେବଳ ଆଉ କେବଳ ନିଜକୁ ଅଶାନ୍ତି, ଅଳସ୍ୱାମୀ ଭିତରକୁ ଠେଲି ଦେବା ପରିବର୍ତ୍ତେ କର୍ମ କରିବା ଆବଶ୍ୟକ। ଆଉ କର୍ମ ଆରମ୍ଭ ନ କଲେ ନୈଷ୍କର୍ମତା, ସେଇ ଯେଉଁ ସାଂଖ୍ୟ ଯୋଗର ଯେଉଁ କଥା ଭଗବାନ ଶ୍ରୀକୃଷ୍ଣ କହିଥିଲେ ତା ଅନୁଭବ ହେବ ନାହିଁ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ'ଣ ବୁଝେଇଛନ୍ତି? ଯୁଦ୍ଧ କର, କିନ୍ତୁ ଲାଭ, କ୍ଷତି, ଜୟ, ପରାଜୟ, ସୁଖ, ଦୁଃଖ ଏସବୁକୁ ସମାନ କରିକି ଯୁଦ୍ଧ କରିବା କେବଳ ମୋର କର୍ତ୍ତବ୍ୟ, ଏଇ ଚିନ୍ତା କରିକି ଯୁଦ୍ଧ କର। ସେମିତି ପ୍ରତ୍ୟେକ ମନୁଷ୍ୟ, ସେ ଜଣେ ପୁତ୍ର ହେଇଥାନ୍ତୁ, ଜଣେ ପିତା ହେଇଥାନ୍ତୁ, ବା ଜଣେ ସ୍ତ୍ରୀ ହେଇଥାନ୍ତୁ, ଜଣେ ଝିଅ ହେଇଥାନ୍ତୁ, ଜଣେ ବୋହୂ ହେଇଥାନ୍ତୁ, ଜଣେ ମା ହେଇଥାନ୍ତୁ, ଯାହା ବି ହେଇଥାନ୍ତୁ, ସେ ମଣିଷ ତ ଜଣେ, କିନ୍ତୁ ତାର ରୋଲ୍ ଅନୁଯାୟୀ ସମସ୍ତଙ୍କ ପାଖରେ ନିଜର କର୍ତ୍ତବ୍ୟ ଅଲଗା ଅଲଗା ରହିଥାଏ। ସେଇ କର୍ତ୍ତବ୍ୟକୁ ଯଦି ସେ ନିଜର କିଛି ଫଳ ପାଇବା ଆଶାରେ କରେ ତେବେ ସେ କର୍ମରୁ ସେ ଶାନ୍ତି ପାଇବନି। ଆଚ୍ଛା କୁହନ୍ତୁ, ଯେ ନିଜର କର୍ତ୍ତବ୍ୟ କରିବା ବଦଳରେ କିଛି ମୁଁ ତା ପାଇଁ କର୍ତ୍ତବ୍ୟ କରୁଛି ମାନେ ସିଏ ବି ମୋ ପାଇଁ କରିବା ଆବଶ୍ୟକ, ଏଇ ଚିନ୍ତା ରଖିବା କେତେ ଦୂର ଠିକ୍ କହିଲେ? ଆପଣ ନିଜେ ଭାବନ୍ତୁ ଯେ ମୋ ପିଲାମାନଙ୍କ ପାଇଁ ଯଦି ମୁଁ କର୍ତ୍ତବ୍ୟ କରୁଛି, ପ୍ରଥମେ ସେଇ କଥାଟା ଦେଖିବା। ମୁଁ ପିଲାମାନଙ୍କ ପାଇଁ କର୍ତ୍ତବ୍ୟ କରୁଛି, ଯଦି ସେମାନେ ମୋ ପାଇଁ ନ କରିବେ ତାହେଲେ ମୁଁ କର୍ତ୍ତବ୍ୟ କରିବା ବର୍ତ୍ତମାନ ଛାଡ଼ିଦେବି, ସେମାନଙ୍କୁ କଷ୍ଟ ଦେବି, ଯନ୍ତ୍ରଣା ଦେବି। ଏବେଠୁ ଏଇ ଚିନ୍ତା କରିକି ମୁଁ ପ୍ରଥମେ ନିଜକୁ କେତେ କଷ୍ଟ ଦେବି। ଏବେଠୁ ଏଇ ଚିନ୍ତାରେ ରହିକି ଯେ ସେମାନେ ମୋ ପାଇଁ କିଛି କରିବେ କି ନ କରିବେ, ମୁଁ ନିଜେ କେତେ ଅଶାନ୍ତିରେ ରହିବି। ସେଥିପାଇଁ ହିଁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁମେ କର୍ତ୍ତବ୍ୟ କରିଚାଲ, ନିଜର ନିଷ୍କାମ କର୍ମ କରିଚାଲ। କାହିଁକି ନା ଯେଉଁ କର୍ମ ସାଙ୍ଗରେ ଆମର କାମନା ଯୋଉଠି ହେଇକି ରହିଥିବ, ଏଇ କର୍ମ ପରେ ମୁଁ ଏ ଫଳ ପାଇବି, ଯେତେବେଳେ ଫଳ ଆମର ଇଚ୍ଛା ଅନୁଯାୟୀ ଫଳ ମିଳେ ଆମେ ଆତ୍ମହରା ହେଇପଡ଼ିବା। ଇଚ୍ଛା ଅନୁଯାୟୀ ଫଳ ନ ମିଳିଲେ ଆମେ ଦିଗହରା ହେଇଯିବା, କଷ୍ଟ ମିଳିବ ଆମକୁ। ସେଇଥିପାଇଁ ପ୍ରଥମେ ନିଜର କର୍ମ ଆମେ କରିଚାଲିବା, ନିଜ କର୍ତ୍ତବ୍ୟ କରିଚାଲିବା। ତାପରେ ଧୀରେ ଧୀରେ ଯଦି ପରମାତ୍ମାଙ୍କ ପାଖରେ ସେଇ ସବୁ କର୍ମ ଅର୍ପଣ ହେଇଯାଏ, ଯାହାକି ଆମେ ସାଂଖ୍ୟ ଯୋଗରେ ଶିଖିଲେ, ସେମିତି ସମବୁଦ୍ଧି ସମ୍ପନ୍ନ ହେଇକି ଆମେ ଯଦି ସବୁ ଜିନିଷକୁ ସମାନ ଦେଖିକି ନିଜ କର୍ତ୍ତବ୍ୟ କରୁଛେ ବୋଲି ଭାବିକି ଭଗବାନଙ୍କ ପାଖରେ କର୍ମକୁ ଅର୍ପଣ କରିକି ଆମେ କର୍ମ କରିଚାଲୁ, ଧୀରେ ଧୀରେ ସେ କର୍ମ ନିଷ୍କର୍ମ ବି ହେଇଯିବ। ମାନେ ଆମେ ସେ କର୍ମ ତ କରୁଥିବା, କିନ୍ତୁ ଅନ୍ତରରେ ଥିବେ କେବଳ ଭଗବାନ, ଅନ୍ତରରେ ଥିବା କେବଳ କର୍ତ୍ତବ୍ୟ ଭାବନା, ଅନ୍ତରରେ ଥିବା କେବଳ ଶୁଦ୍ଧ ଭକ୍ତି, ଶୁଦ୍ଧ ସେବା ଭାବ, ଆଉ କିଛି ପାଇବାର ଆଶା ନଥିବ। ସେତେବେଳେ ହିଁ ମନୁଷ୍ୟ ନିଷ୍କର୍ମତା ଅନୁଭବ କରେ, ଶାନ୍ତି ପାଏ, ଅନ୍ତରରୁ ଶାନ୍ତି ପାଏ। ଆପଣ ନିଜେ କରିକି ଦେଖିବେ। ନିଜ ପରିବାର ପାଇଁ କର୍ତ୍ତବ୍ୟ କରିବା କଥା ଭାବନ୍ତୁ।
ସେଇ କର୍ତ୍ତବ୍ୟଟା ଯଦି ଆମେ ନିଷ୍ଠାର ସହ କରୁଛେ, ସେମାନଙ୍କଠୁ ପ୍ରତିବଦଳରେ କିଛି ଆଶା ନ ରଖିକି କେତେ ଶାନ୍ତି ପାଇପାରିବା। ଆଉ ଯଦି ଆମ ଭାବନାରେ ସେମାନଙ୍କ ପାଇଁ କର୍ତ୍ତବ୍ୟ ଭାବନା ଥିବ, ସେଇ ଶାନ୍ତି ଥିବ, ସେଇ ଖୁସି ଥିବ, ଯଦି ପରିବାର ବର୍ଗ କିଏ ବି ଆମ ପାଇଁ ଭୁଲ ଚିନ୍ତା ରଖିଥିବେ, ସେମାନଙ୍କ ମନ ବି ଧୀରେ ଧୀରେ ପରିବର୍ତ୍ତନ ହେଇଯିବ। ସେମାନେ ବି ଆମକୁ ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇ ଚାଲିବେ ଯେ ଏଇ ଲୋକଟି ଆମକୁ କିଛି ନ ଚାହିଁକି ଆମ ପାଇଁ ଏତେ କରୁଛି, ଆମେ ତା ପାଇଁ ସେଇ ଭଲ ପାଇବା ଦେବା। ସେ ଯେଉଁ କର୍ତ୍ତବ୍ୟ କରୁଛି ତା ପ୍ରତିବଦଳରେ ସେ ସେତିକି କର୍ତ୍ତବ୍ୟ, ସୁଖ, ଶାନ୍ତି, ସେବା, ଭଲ ପାଇବା ପାଇବା ସେ ଯୋଗ୍ୟ ବୋଲି ସେମାନେ ଭାବିବେ। ଆଉ ସେସବୁ ଆମକୁ ମିଳିବ। ସେସବୁ କିଏ ଦେବ ଜାଣିଛନ୍ତି? ଯେଉଁ ଆତ୍ମା ଆମର ଅଛି, ତାକୁ ସିଏ ଯେତେବେଳେ ଏଇ ନିଷ୍କର୍ମତା ଅନୁଭବ କରି କର୍ତ୍ତବ୍ୟ କରିବା ଦିଗରେ ପ୍ରେରଣା ହେଇଯାଏ, ଆମ ଚାରିପାଖରେ ଥିବା ଆତ୍ମା, ସବୁ ଆତ୍ମା ପରସ୍ପର ସହ କନେକ୍ଟେଡ୍ ନା, ସେମାନେ ବି ସେଟା ଫିଲ୍ କରିପାରନ୍ତି। ଆଉ ସେଇ ସବୁକୁ ସେ କ୍ୟାପଚର୍ କରନ୍ତି, ସେଇ ସବୁକୁ ସେ ନିଜ ଭିତରକୁ ଗ୍ରହଣ କରନ୍ତି। ଆଉ ସେଇ ଭଲ ପାଇବାଟା ତାଙ୍କ ଭିତରୁ ସ୍ୱତଃ ପ୍ରବୃତ୍ତ ଭାବେ ପ୍ରସ୍ଫୁଟିତ ହେଇପଡ଼େ। ଯେମିତିକି ଗୋଟେ ମା ଛୁଆର ସମ୍ପର୍କ, ଗୋଟେ ସ୍ୱାମୀ ସ୍ତ୍ରୀର ସମ୍ପର୍କ, ଯଦି ଜଣଙ୍କ ପଟୁ ଭଲ ପାଇବାଟା ଶୁଦ୍ଧ ରହିଲା, ନିଷ୍କାମ ରହିଲା, ଅନ୍ୟ ପଟୁ ଭଲ ପାଇବାଟା ଆସିବ ହିଁ ଆସିବ। ଯଦି ପିଲା ଦୁଷ୍ଟ ହେଉଛି ବୋଲି ମା କେତେବେଳେ ରାଗି ବି ଯାଏ ନା, ସେଇ ଛୋଟ ଛୁଆ ଯେଉଁ ଆସିକି ତାକୁ କୁଣ୍ଢେଇ ପକାଉଥାଏ, ତାକୁ ଗେଲ କରି ପକାଉଥାଏ, ମା ଆଉ ଦୁଷ୍ଟ ହେବିନି, ସେଇ ଯେଉଁ ସରଳ ନିଷ୍କପଟ ଭାବ ହିଁ, ସେଇ ଶୁଦ୍ଧ ପ୍ରେମ ହିଁ ମା ମନକୁ ବଦଳେଇ ଦିଏ। ଆଉ ଯଦି ଆମେ ସବୁ ଆତ୍ମା ସେମିତି ହେଇଯିବା, ଦେଖିବେ ଆମ ଆଖପାଖ ଲୋକ ବି ନିଶ୍ଚିତ ଭାବରେ ଆମ ଆତ୍ମାର ସଂସ୍କାରର ପ୍ରଭାବ ତାଙ୍କ ଉପରେ ପଡ଼ିବ, ଆଉ ସେମାନେ ବି ସେମିତି ହେଇଯିବେ। ଆଉ ଏପରି ଭାବରେ ଆମେ ଯଦି କର୍ମ ଉଚିତ ଭାବରେ କରିବା, ଆମେ ଧୀରେ ଧୀରେ ସେ କର୍ମର ଫଳ ସବୁ ଆମର ପରମାତ୍ମାଙ୍କ ପାଖକୁ ଆପେ ଆପେ ପଳେଇବ। କାହିଁକିନା ଆମ ଭିତରେ ଅଛି ଶୁଦ୍ଧ ମନୋଭାବ। ଆଉ ଆମେ ଧୀରେ ଧୀରେ ନିଷ୍କର୍ମତା ଅନୁଭବ କରିବା। କିନ୍ତୁ ଯଦି କେହି ଏଇ ଶ୍ରୀମଦ୍ ଭଗବତ ଗୀତାର ବାଣୀକୁ ଭୁଲ ବୁଝିକି, ଯେ ସାଂଖ୍ୟ ଯୋଗରେ ଭଗବାନ କହିଛନ୍ତି ସବୁକୁ ସମାନ ମନେ କରିକି ବସି ରୁହ, ତା ମାନେ ନୁହଁ ଯେ ସବୁ ଛାଡ଼ି ଛୁଡ଼ିକି ସନ୍ନ୍ୟାସ ନେଇଯିବା, କର୍ମ ନ କରିବା। ସନ୍ନ୍ୟାସ ଜଣେ ଯଦି ନେଇଯାଏ, ସେ କ'ଣ କର୍ମ କରେନି? ଯଦି ସେ ସନ୍ନ୍ୟାସ ନେଇଛି ବୋଲି ଜବରଦସ୍ତି ବି ଯାଇଥାଏ, ଭିତରେ ସେ ଘାଣ୍ଟି ହେଉଥାଏ। ଆଉ ଯଦି ସତରେ ବି ସେ ସନ୍ନ୍ୟାସୀ ହେଇକି ଯାଇଥାଏ, ତାହେଲେ ବି ସେ ପରମାତ୍ମାଙ୍କ ଦିଗରେ ଯାଉଥାଏ। କିନ୍ତୁ ପ୍ରତି ଅବସ୍ଥାରେ ସେ ନିଜ କର୍ମ ହିଁ କରୁଥାଏ। କେବେ ବି କର୍ମ ନ କରିକି ଯେ ରହିଯିବ, ଏହା ସେ ଚେଷ୍ଟା କଲେ ବି କରିପାରିବନି। ସେଥିପାଇଁ ଆମେ ସମସ୍ତେ ଶ୍ରୀମଦ୍ ଭଗବତ ଗୀତାର ଏହି ମହତ୍ ବାଣୀକୁ ବୁଝିବାକୁ, ହୃଦୟଙ୍ଗମ କରିବାକୁ ଚେଷ୍ଟା କରିବା। ଅର୍ଜୁନଙ୍କ ମାଧ୍ୟମରେ ଏତେ ବିଶେଷ କଥା ଯେତେବେଳେ ଭଗବାନ ଆମ ନିକଟରେ ପହଞ୍ଚିବା ପାଇଁ ଚାହୁଁଛନ୍ତି, ଆମେ ତାକୁ ଗ୍ରହଣ କରିକି ନିଜ ଜୀବନରେ ନ ଲଗାଇବା କାହିଁକି? ନିଜ କର୍ତ୍ତବ୍ୟ ବି ଠିକ୍ରେ କରୁଥିବା, ନିଜ ମନରେ ଅନ୍ୟମାନଙ୍କଠୁ ପାଇବାର ଇଚ୍ଛା ବି ଯେମିତି ଧୀରେ ଧୀରେ ଆମ ଭିତରୁ ସମାପ୍ତ ହେଇଯାଉ, ସେଥିପାଇଁ ବି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା। କିନ୍ତୁ ଆମ କର୍ତ୍ତବ୍ୟ ସମସ୍ତଙ୍କୁ ସୁଖ ଶାନ୍ତି ଦେଉ, ଆଉ ପ୍ରତିଟି କର୍ତ୍ତବ୍ୟରେ ଯେମିତି ଈଶ୍ୱର ରୁହନ୍ତୁ, ସେଇ ଇଚ୍ଛା ବି ଭଗବାନଙ୍କ ପାଖରେ କରିଚାଲିଥିବା। ଆଉ ସେଇ ସବୁ ଇଚ୍ଛା ନ କଲେ ବି ଆମର ଶୁଦ୍ଧ ମନୋଭାବକୁ ଭଗବାନ ଫିଲ୍ କରନ୍ତି, ଆଉ ସେ ସବୁ ଆମ ପାଖରେ ଆସିକି ପହଞ୍ଚିଯାଏ। ଯାହା ଆମେ ଭଗବାନଙ୍କୁ ନ ମାଗୁ ବି, କିଛି ନ ଚାହୁଁ ବି, କାରଣ ସେ ସବୁ ଦେଖୁଛନ୍ତି ପ୍ରତି ମୁହୂର୍ତ୍ତରେ। କାରଣ ଆମର ଆତ୍ମା ନିଜେ ହିଁ ହେଉଛନ୍ତି ପରମାତ୍ମା, ତାଙ୍କରି ଅଂଶ। ସେଥିପାଇଁ ଆତ୍ମାର ଯାହା ପ୍ରକୃତ ସଂସ୍କାର, ସେଇ ସବୁ ଯେତେବେଳେ ପ୍ରସ୍ଫୁଟିତ ହେବାକୁ ଆରମ୍ଭ କରେ ନା, ଭଗବାନ ନିଜେ ପ୍ରକଟ ହୁଅନ୍ତି ହୃଦୟରେ। ସେ ସବୁ କିଛି ଆମକୁ ଦିଅନ୍ତି, ସବୁବେଳେ ଆମ ସାଙ୍ଗରେ ରୁହନ୍ତି, ଆମର ସାଥ ଦିଅନ୍ତି, ଆମକୁ ସାହାଯ୍ୟ କରନ୍ତି, ମାର୍ଗଦର୍ଶନ କରନ୍ତି। ଆଉ ଆମ ଶତ୍ରୁର ବି ମନୋଭାବ ସେ ବଦଳେଇ ଦିଅନ୍ତି ଆମ ପାଇଁ। ଏତେ ପରମ ଦୟାଳୁ, ପରମ କୃପାଳୁ ସେଇ ମହାପ୍ରଭୁ, ସେଇ ଭଗବାନ, ତାଙ୍କରି ନିକଟରେ ନିଜକୁ ସମର୍ପିତ କରିକି ରଖିକି, ତାଙ୍କ ବାଣୀକୁ ନିଜ ଜୀବନରେ ଉପଯୋଗ କରିକି, ସମସ୍ତଙ୍କ ପାଇଁ ଶୁଦ୍ଧ ମନୋଭାବ ରଖିକି, ଖାସ୍ କରି ଭଗବାନଙ୍କୁ ଅତ୍ୟନ୍ତ ଭଲ ପାଇବା ଦେଇକି ନିଜ କର୍ତ୍ତବ୍ୟ କରିଚାଲିଥିବା। ଭଗବାନଙ୍କୁ ଭଲ ପାଇଲେ ହିଁ ଆମେ ନିଜକୁ ଭଲ ପାଇବା, ଆମ ପରିବାରଜନଙ୍କୁ, ଆମ ଚତୁଃପାର୍ଶ୍ୱକୁ, ଆମର ପ୍ରକୃତିକୁ ଭଲ ପାଇପାରିବା। ତେଣୁ ଭଗବାନଙ୍କ ନାଁରେ ନିଜ କର୍ତ୍ତବ୍ୟ କରିଚାଲିଥିବା। ଭିଡ଼ିଓ ଭଲ ଲାଗିଲେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।